ଯୁବ ଛାତ୍ର ସମାଜ ଏକ ଅନୁଷ୍ଠାନ ଏକ ନୂଆ ଅନୁଷ୍ଠାନ ତିଆରି କରାଗଲା। ଯେତେବେଳେ ଓଡ଼ିଶାରେ ସମସ୍ତେ ରାଜନୈତିକ ଦଳ କି ବ୍ୟକ୍ତିବିଶେଷ ଗୋଟେ ଦୋଷାରୋପ ପରେ ବ୍ୟସ୍ତ ଯେ ଇଏ ଭୁଲ ସେ ଠିକ୍, ମୁଁ ଠିକ୍ କରିଥିଲି ଇଏ ଭୁଲ କରିଥିଲା, ସେତେବେଳେ ଗୋଟେ ଭିନ୍ନ ପ୍ରୟାସ କରିବାକୁ ଚେଷ୍ଟା କରାଯାଇଛି ଯୁବ ଛାତ୍ର ସମାଜ ମାଧ୍ୟମରେ ଯେ ଆମେ କାହାକୁ ଦୋଷ ଦେଉନୁ, ଯେ ଦୋଷ ଇଏ ଭୁଲ କିଏ ଠିକ୍, କେଉଁ ଦଳ ଠିକ୍, କଂଗ୍ରେସ ଭୁଲ, ବିଜେଡ଼ି ଭୁଲ, ବିଜେପି ଭୁଲ, କିଏ ଭୁଲ, କାହାର ମିଷ୍ଟକା ସେଟା ନୁହଁ। ଆମର ଏକମାତ୍ର ଉଦ୍ଦେଶ୍ୟ ହେଉଛି ଓଡ଼ିଶାରେ ଓଡ଼ିଆଙ୍କର ଅଧିକାର ଆଉ ଅଗ୍ରାଧିକାର କିଭଳି ଭାବେ ମିଳିବ, ସେଥିପାଇଁ ସଂଗଠନ ତିଆରି କରାଯାଇଛି। କିଭଳି ଭାବେ ଓଡ଼ିଶାର ଜନସାଧାରଣ, ଓଡ଼ିଶାରେ ବସବାସ କରୁଥିବା ଜନସାଧାରଣ ସମସ୍ତଙ୍କୁ ଉପଯୁକ୍ତ ନ୍ୟାୟ ମିଳିବ, ସମସ୍ତଙ୍କୁ ଉପଯୁକ୍ତ ସ୍ଥାନ ମିଳିବ, ତାଙ୍କର ସ୍ଥାନ ଯେଉଁ ସ୍ଥାନରେ ସେମାନେ ପାଇବାର ହକଦାର ସେ ପାଇବେ। ଏଥିପାଇଁ ଆମେ ଯାହା ସକାରାତ୍ମକ ଭଙ୍ଗୀରେ, କୌଣସି ନକାରାତ୍ମକ ନାହିଁ, କାହାକୁ କ୍ରିଟିସିଜିମ୍, କାହାକୁ ବିରୋଧ କରି ନୁହଁ, କାହାର କୋଷ ବଦଳ ଦାହ କରି ନୁହଁ, ଆମେ ସକାରାତ୍ମକ ଭଙ୍ଗୀରେ ଯାହା ଲୋକଙ୍କର ବେଟରମେଣ୍ଟ ପାଇଁ ହେଇପାରିବ ସେ ପ୍ରସ୍ତାବ, ସେ ସଜେସନ୍ ଆମେ ରାଜ୍ୟ ସରକାରଙ୍କୁ ଦେବୁ। ସମସ୍ତ ବିରୋଧ ଦଳକୁ, ସମସ୍ତ ରାଜନୈତିକ ଦଳକୁ ଆମେ ଦେବୁ। ଗୋଟିଏ ଜିନିଷ, ଯେତେବେଳେ ଲୋକଙ୍କ କଥା ଆସୁଛି ଆମେ ସମସ୍ତେ ଏକାଠି ହେଇକି ଓଡ଼ିଶାର ବିକାଶ କଥା, ଓଡ଼ିଶାର ଡେଭଲପମେଣ୍ଟ କଥା ଆମେ ସମସ୍ତେ ମିଳିମିଶି କାମ କରିବା ପାଇଁ ନିବେଦନ କରୁ। କିନ୍ତୁ ଏଇଟା ଗୋଟେ ସମ୍ବେଦନଶୀଳ ପ୍ରସଙ୍ଗ। ଆମେ ଯେତେବେଳେ ଆ ବିଷୟରେ ବହୁତ ପୁଙ୍ଖାନୁପୁଙ୍ଖ ଚିନ୍ତା କଲୁ, ବହୁତ ବିଶାରଦ ଯେଉଁମାନେ ଅଛନ୍ତି ତାଙ୍କ ସାଙ୍ଗେ ଆଲୋଚନା କଲୁ, ସେମାନେ ବହୁ ଜିନିଷ ଆମେ ତଥ୍ୟ ପାଇଲୁ। ଆଉ ବହୁ ଜିନିଷ ଜାଣିଲା ପରେ ବହୁତ ଦୁଃଖର ସହିତ ଆମେ କହୁଛୁ ଯେ ବର୍ତ୍ତମାନ ପ୍ରୋବ୍ଲେମ୍ ହେଉଛି ରାଜ୍ୟ ସରକାର, ବର୍ତ୍ତମାନ ରାଜ୍ୟ ସରକାର ଯିଏ ବି ଶାସନ ଭାରରେ ଅଛନ୍ତି, ରାଜ୍ୟ ସରକାରଙ୍କର ବର୍ତ୍ତମାନ କିଛି କଣ୍ଟ୍ରୋଲରେ ନାହିଁ। ଆମେ ଫିଲ୍ କରୁ ରାଜ୍ୟ ସରକାର କ'ଣ ନିୟନ୍ତ୍ରଣରେ କିଛି ନାହିଁ, ନିୟନ୍ତ୍ରଣ ବାହାରକୁ ଚାଲିଯାଇଛି। କାହିଁ ଚାଲିଯାଇଛି? ଗୋଟେ ଛୋଟ ଯେତେବେଳେ ଆମେ ବହୁତ କଥା ହେଲୁ ବିଭିନ୍ନ ବର୍ଗରେ, ସେମାନେ ଗୋଟେ ଜିନିଷ କହିଲେ, ରାଜ୍ୟରେ ଗୋଟେ ସରକାର ଗୋଟେ ଆମର ଯେଉଁ ଚାଲିଛି ବର୍ତ୍ତମାନ ଆମର ବିଜୁଳି ବିଭାଗ କଥା ଆମେ କହୁଛୁ, ଇଲେକ୍ଟ୍ରିକ୍ ଡିପାର୍ଟମେଣ୍ଟ କଥା। ଇଲେକ୍ଟ୍ରିକ୍ ଡିପାର୍ଟମେଣ୍ଟରେ ପ୍ରାଇଭେଟାଇଜେସନ୍ ହେଇଛି। ପ୍ରାଇଭେଟାଇଜେସନ୍ 2020 ମସିହାରୁ ବର୍ତ୍ତମାନ ଯେଉଁ ହେଇଛି, ଟାଟା ନେଲା ପରେ ଯେଉଁ ଜିନିଷ ହେଇଛି 2020 ମସିହାରୁ ଆରମ୍ଭ ହେଲା, 2021 ମସିହାରେ ସମଗ୍ର ରାଜ୍ୟରେ ଟାଟା କମ୍ପାନୀ ଗୋଟେ ପ୍ରାଇଭେଟ୍ କମ୍ପାନୀ। ଟାଟା ତ ଗୋଟେ ସରକାରୀ କମ୍ପାନୀ ନୁହଁ, ସରକାର ୱେଲଫେୟାର ପାଇଁ ଆସିନି, ସରକାର ନୁହଁ, ଟାଟା ଗୋଟେ ପ୍ରାଇଭେଟ୍ କମ୍ପାନୀ। ପ୍ରାଇଭେଟ୍ କମ୍ପାନୀର ମୋଟୋ ଆଜ୍ଞା କ'ଣ? ଲାଭ କରିବା। ଯେକୌଣସି ପ୍ରାଇଭେଟ୍ କମ୍ପାନୀ କରାଯାଇଥାଏ ତାର ମୋଟୋ ଥାଏ ଯେ ଲାଭ କରିବା। ତେଣୁ ଟାଟା ଏଠି ଯେଉଁ ରାଜ୍ୟ ସରକାର ଏଗ୍ରିମେଣ୍ଟ କଲେ, ଟାଟା ସାଙ୍ଗରେ ଯେଉଁ ଏଗ୍ରିମେଣ୍ଟ କଲେ 2020 ମସିହାରେ ଯେଉଁ ଟାଟାକୁ ଦିଆଗଲା, ସେତେବେଳେ 51% ଷ୍ଟେକ୍ ଟାଟାକୁ ଦିଆଗଲା। ଟାଟା କମ୍ପାନୀକୁ ଦିଆଗଲା 51% ମାଲିକାନା, ଆଉ 49% ମାଲିକାନା ଓଡ଼ିଶା ସରକାରଙ୍କର ଗ୍ରିଡ଼୍କୁ ହାତରେ ରହିଲା। ସେତେବେଳେ ସେଠି ସବୁ ସମସ୍ୟା ଉପୁଜୁଛି, ସେଇଠୁ ସମସ୍ୟା ଆରମ୍ଭ ହୋଇଛି। ଯଦି ସେଠି 49% ଷ୍ଟେକ୍ ହୋଲ୍ଡର ଟାଟାକୁ ଦିଆଯାଇଥାନ୍ତା, 51 ଷ୍ଟେକ୍ ହୋଲ୍ଡର ରାଜ୍ୟ ସରକାର ପାଖରେ ଥାନ୍ତା, ତାହେଲେ ଏ ସମସ୍ୟା ଉପୁଜି ନଥାନ୍ତା। ସେ ସ୍ମାର୍ଟ ମିଟର କଥା ହେଉ, ଆଡ଼ିସନାଲ୍ ସିକ୍ୟୁରିଟି ଡିପୋଜିଟ୍ କଥା ହେଉ, କି ବର୍ଦ୍ଧିତ ଇଲେକ୍ଟ୍ରିକ୍ ବିଲ୍ କଥା ହେଉ, ଆପଣଙ୍କ ମାଧ୍ୟମରେ ଗୋଟିଏ ଜିନିଷ ସ୍ପଷ୍ଟ ଭାବେ କହୁଛୁ, ଓଡ଼ିଶା ଏକମାତ୍ର ରାଜ୍ୟ ଯେଉଁଥିରେ କି ଆମେ ସରପ୍ଲସ୍ ଇଲେକ୍ଟ୍ରିସିଟି ଅଛୁ। ରାଜ୍ୟରେ ଓଡ଼ିଶାରେ ଇଲେକ୍ଟ୍ରିସିଟିର ଅଭାବ ନାହିଁ। ଆମେ ଓଡ଼ିଶା ହିଁ ଅନ୍ୟ ରାଜ୍ୟକୁ ଇଲେକ୍ଟ୍ରିସିଟି ବିକୁଛି। ତେଣୁ ସେ ଜାଗାରେ ଓଡ଼ିଶାର ଜନସାଧାରଣ କମ୍ ରେଟ୍ରେ, ସବସିଡାଇଜ୍ ରେଟ୍ରେ ଇଲେକ୍ଟ୍ରିସିଟି ପାଇବାର ହକ୍ ଅଛି କି ନାହିଁ, ମୁଁ ଆପଣଙ୍କ ମାଧ୍ୟମରେ ସ୍ପଷ୍ଟ ଭାବେ କହିବାକୁ ଚାହୁଁଛି, ଜଣାଇବାକୁ ଚାହୁଁଛି ରାଜ୍ୟ ସରକାର। ବା ନିଶ୍ଚୟ କଥା, ଲୋକ ପାଇବାର ହକ୍, ଯେଉଁ ରାଜ୍ୟରେ ଯେଉଁଟା ବଳକା ସେମାନେ ତ ତାର କମ୍ ସେ କମ୍ ଓଡ଼ିଶାବାସୀ ତାର ବେନିଫିଟ୍ ପାଇବା ଉଚିତ। ତେଣୁ ଯଦି ପାଇନାହାନ୍ତି ଆମେ ତା ପାଇଁ କ'ଣ ସମାଧାନ ବାଟ କରିବା? ଆମେ ତା ପାଇଁ ସମାଧାନ ବାଟ କରିବା ରାଜ୍ୟ ସରକାରଙ୍କ ନିକଟକୁ ଆପଣ ମଧ୍ୟ ନିବେଦନ କରୁଛୁ ଯେ ରାଜ୍ୟ ସରକାର କିଛି ନାହିଁ, ମ୍ୟାଟର ଅଫ୍ 2%, ଏଠି 2%ର କଥା। 49% ଆପଣ 51% ଦେଇଛନ୍ତି ମାଲିକାନା ଟାଟାକୁ, ସେ 51ଟାକୁ କାଟିକି 49 କରନ୍ତୁ, ନିଜେ 49ରୁ 52 2% ସେୟାର ରାଜ୍ୟ ସରକାର କିଣି ଦିଅନ୍ତୁ ଟାଟା। ଏତେ ହେଲେ ସବୁ ସମାଧାନ ହେଇଯିବ। ଆମେ ବି ଅନୁଭବ କରୁ ଯେ ଆଜି ଲୋକଙ୍କର ସ୍ୱର, ଇଏ ଜନପ୍ରିୟ ସରକାର, ଲୋକ ପ୍ରଥମ ଥର ନିର୍ବାଚିତ ହୋଇଛନ୍ତି, ଆମେ ଆଶା କରୁଛୁ ମାନେ ଲୋକଙ୍କ ପାଇଁ ସଚେତନ। ତେଣୁ ଇଏ ମାତ୍ର 2%ର କଥା। 2% ଯଦି ଏ ଟାଟାକୁ କିଣିଦେବେ, ତାହେଲେ ମାଲିକାନା ଯଦି ରାଜ୍ୟ ସରକାର ହେବେ, ତାହେଲେ ଏ ସମସ୍ୟା ହେବ। ଜିତେନ୍ଦ୍ର ବାବୁ, ଆପଣ ତ କଂଗ୍ରେସରେ ଥିଲେ, କଂଗ୍ରେସରେ ଜଣେ ସକ୍ରିୟ ସଦସ୍ୟ, କ'ଣ ପାଇଁ ଛାଡ଼ିକି ଆପଣ ଏଇଟା ସଂଗଠନ ନା ଦଳ, କ'ଣ ଉଦ୍ଦେଶ୍ୟ ନେଇକି ଆପଣ ଆସିଛନ୍ତି? ଦେଖନ୍ତୁ, ସର୍ବପ୍ରଥମେ ମୁଁ ଆପଣଙ୍କ ଗଣମାଧ୍ୟମରେ ସ୍ପଷ୍ଟ ଭାବେ କୁହାଯାଏ, ଯେତେବେଳେ ଦୀର୍ଘ ବର୍ଷ ଧରିକି ଆମେ ରାଜନୈତିକ ସିଷ୍ଟମରେ, ପଲିଟିକାଲ ସିଷ୍ଟମରେ ଥିଲୁ, ଗୋଟେ ଦଳ ଥିଲୁ, ତେଣୁ ଆମେ ସେଥିରେ ଥିଲୁ, ଆମେ ଦେଖିଛୁ ସବୁ ଜିନିଷ। ଯେତେବେଳେ ଲୋକଙ୍କ କଥା ଆସୁଛି, ଆମେ ସମସ୍ତେ ସବୁବେଳେ କଥା କହୁଛୁ, ଯେତେବେଳେ ଲୋକଙ୍କ କଥା ଆସୁଛି ଆମେ କନଫାଇଣ୍ଡ ହେଇଯାଉଛୁ ଯେ କୌଣସି ଦଳୀୟ ଆଦର୍ଶରେ, ଦଳୀୟ ନୀତିରେ, ଦଳୀୟ ଇଏ। କିନ୍ତୁ ଓଡ଼ିଶାର ବହୁତ ସମସ୍ୟା ଅଛି। ଦେଶ ସ୍ୱାଧୀନତାର 78 ବର୍ଷର ଉର୍ଦ୍ଧ୍ୱ ଆମେ ହେଇଗଲୁଣି ଓଡ଼ିଶାର ଇଏ ପାଇଁ କରିବାର, ତାଠୁ ଅଧିକା ଆସିକି ଆମେ କରୁଛୁ। କିନ୍ତୁ ଯେଉଁ ସ୍ୱପ୍ନ ନେଇକି ଆମ ପୂର୍ବପୁରୁଷ ତିଆରି କରିଥିଲେ, ଓଡ଼ିଶା ଗୋଟେ ସ୍ୱତନ୍ତ୍ର ପ୍ରଦେଶ ଗୋଟେ ଗଠନ ହୋଇଥିଲା, ତାପରେ ଏତେ ବର୍ଷ ଦେଶ ସ୍ୱାଧୀନ ହେଲା, ତାପରେ ମଧ୍ୟ ଆମେ କାମ କଲୁ। ଯେତେବେଳେ କାମ କରିବା ସୂତ୍ରରେ କେଉଁଠି ନା କେଉଁଠି ଯେତିକି ଅପଲିଫ୍ଟମେଣ୍ଟ ହେବା କଥା ଓଡ଼ିଶାର ବାସୀଙ୍କର, ଓଡ଼ିଆ ଜାତିର, ଓଡ଼ିଆ ଲୋକଙ୍କର, ଓଡ଼ିଶାର ଅଧିବାସ ବସବାସ କରୁଥିବା ସମସ୍ତ ଲୋକଙ୍କର
सामग्रिक भाव में जी विकास हवा कथा आपण बारंबार शुणुते भारी व्यथित होइछु आमे भी मध्य विभिन्न जगह थिलु मु दिल्ली रे पाठ पढ़ुଥିଲି अन्य जगह पाठ पढ़ुଥିଲି बहुत बाहर को जाके देखिछु गोटे ओडिशार छवि सरकार आछी सरकार जाउछि राजनीतिक दल आछुछन दल चेंज होउछि किंतु ओडिशार छवि रे सेमिति व्यापक परिवर्तन होउनि धनी राज्य गरीब लोक এই জিনিসটা বারম্বার বারম্বার ଆପଣ 78 ବର୍ଷ ପରେ ଶୁଣୁଛୁ କୋଉଠି ନା କୋଉଠି ଆମ ଆଲୋଡ଼ନ ବି ସୃଷ୍ଟି ହେଉଛି କାହିଁକି ଆମ ପାଖରେ କ'ଣ ନାହିଁ ଆମ ପାଖରେ ରିସୋର୍ସେସ୍ ନାହିଁ ମିନେରାଲ୍ସ ନାହିଁ କୋଷ୍ଟାଲ ଲାଇନ୍ ନାହିଁ ଜଙ୍ଗଲ ନାହିଁ ଆମ ପାଖରେ ସବୁ କିଛି ଅଛି ଏମିତି କିଛି ଜିନିଷ ନାହିଁ ଯେଉଁଟାକି ଓଡ଼ିଶାରେ ନାହିଁ ଓଡ଼ିଶାରେ ସବୁ କିଛି ଅଛି ଆପଣ ଭାବୁନାହାନ୍ତି ଗୋଟେ ଜିନିଷ ଆମେ ଗୋଟେ ରାଜ୍ୟରୁ ବିଲଙ୍ଗ କରୁଛୁ ଯେଉଁଠିକି ଓଡ଼ିଶାରେ ପ୍ରତି ଜିଲ୍ଲାରେ 2ଟା ନଦୀ ଅଛି କିନ୍ତୁ ଦୁର୍ଭାଗ୍ୟଜନକ ଏବେ ପାଣି ପାଇଁ ବି ଟିକସ ଦେଉଛୁ ତେଣୁ आमर लोकों कथा जोटा अच्छी आम विभिन्न राजनीतिक दल में जी भी अच्छे आम से फिल करूँ से स्वरटा आम से भाव में उठे पारना कहीं भर लिमिटेसन अच्छी किए कौटू कौ जगह रहा पूर्व किए सभापति रही किए कौ पार्टी अध्यक्ष रही से स्वरटा को दबे दौरान विभिन्न खाली नट ओनली मुझे कहूनी कौन विटर कौन ना कांग्रेस ना बीजेडी ना बीजेपी बहुत जगह अच्छा जो मैंने कि इम्पार्शियल वे जी भी गोटे छात्र जीवन रू जाए तार गोटे उद्देश्य थाए छात्र नेता सब चिंता करे मुझे लोकों किसी करी ये मोर ओडिशा मोर लोक मो अंचल तेणु से कौटना कौटी सी भी ठीक भाव करना तेणु कौटना कौटी गोटे छोट प्रयास आम क्या विरुद्ध नुह ना सरकार विरुद्ध ना कौन राजनीतिक दल विरुद्ध आमर गोटे छोट प्रयास ओडिशा रे ओडिया अधिकार आ अग्राधिकार ओडिशा रे अनेक संगठन रही आपण संगठन पे पुणी जो संगठन माने आंदोलन कर अर्थ दरकार पैसा दरकार संगठन भी दरकार केमती आपण आगु बढ़िबे नहीं आगे मुझे सहमत नुह आप कथार कहीं आम तो मुझे छात्र जीवन आसू छात्र जीवन आम छात्र नेता थी रेवेन्सा कॉलेज सभापति थी तेणु आम छात्र जीवन आसा भर तो आम तो जानू जे राजनीति अर्थ दरकार आम के पैसा पकेट में राजनीति आसलु मो पाखे तो टका नाला मो तो रेवेन्सा कॉलेज सभापति होती मो पाखे तो मो पाखे तो पैसा नाला के तो लोक पैसा रखा आवश्यकता अनुभव करूँ तुमर जदि मनोबल अच्छे आ लोक तुम लोकों अच्छ लोकंर प्रकृतर उद्देश्य धन अच्छ तेणु कौन पड़े लोक ही आपको नेता करेंगे एठी कहीं नेतृत्व जी कह नब से नुह लोकों स्वार्थ सागे रहा दरकार लोकंर भलपाई लोकंर विकास लड़ेगा सारा ओडिशा छात्र समाज युव समाज को आप जोड़ी काम करेंगे ना सहित नहीं देखो मु तो बहुत क्षुद्रतम व्यक्ति मोर तो बेसी किसी मोर कहबार नहीं कि आम गोटे छोट प्रयास कर आम जानू आपण मध्यम सारा ओडिशार जनसाधारण को अपील करुँ युव छात्र समस्त अपील करुँ आम कौन से आइडियोलोजी कथा कहूँ कौन से किए जो आइडियोलोजी भीतर करूँ कि कांग्रेस भी आदर्श करूँ कि विजु जनता दल आदर्श करूँ कि भारतीय जनता पार्टी आदर्श जो आम कौन से आदर्श को कहूँ भिन्न कौन से आदर्श भी भूल सब आदर्शर निजस्व स्वर अच्छे से आदर्श रहतु किंतु जितेबाला ओडिशार विकास कथा आसुची कि निज अंचल विकास कथा आसुची सेतेबाला दया करके हाथ जोड़ी अनुरोध करुँ आपण मैंने सब एकाठी हूँ आम सर्वप्रथम ओडिशार विकास करवा तापर आम कौन कथा चिंता